ଆସିଗଲା ପୋଷ୍ଟ ଅଫିସର ନୂଆ ସ୍କିମ୍। ମାସକୁ ମିଳିବ ଆପଣଙ୍କୁ 2000 ଟଙ୍କା। ଦେଖନ୍ତୁ 2025ର ନୂଆ ସୁଧ ସହିତ। ତ ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖନ୍ତୁ ବିବରଣୀ ତ ଜାଣିପାରିବେ। ତା ପୂର୍ବରୁ ଭିଡ଼ିଓକୁ ଯଦି ଲାଇକ୍ କରିନାହାନ୍ତି ତ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅଲ୍କୁ କ୍ଲିକ୍ କରିଦିଅନ୍ତୁ, ଯାହାକି ଫଳରେ ଏଇଭଳିଆ ଇନଫର୍ମେସନ୍ ଭିଡ଼ିଓ ଆପଣମାନଙ୍କ ପାଖରେ ସହଜରେ ପହଞ୍ଚି ପାରିବ। ବର୍ତ୍ତମାନ ପୋଷ୍ଟ ଅଫିସର ନୂଆ ସ୍କିମ୍ ଆସିଛି। କ'ଣ ନୂଆ ସ୍କିମ୍ ଆସିଛି ଆସନ୍ତୁ ଜାଣିବା। ପୋଷ୍ଟ ଅଫିସର ନ୍ୟୁ ସ୍କିମ୍ MIS କ'ଣ ଓ ତା'ର ଲାଭ କ'ଣ, କିଏ ଲାଭ ପାଇବ, ଖାତା କେମିତି ଖୋଲିବେ, କ'ଣ ଡକୁମେଣ୍ଟ ଲାଗିବ, କେତେ ଟଙ୍କା ରଖିଲେ କେତେ ଟଙ୍କା ପାଇବେ, ଆସନ୍ତୁ ଜାଣିବା ତା ବିଷୟରେ। ଦେଖନ୍ତୁ ଆପଣଙ୍କ ସାମ୍ନାରେ ପୋଷ୍ଟ ଅଫିସର ମନ୍ଥଲି ଇନକମ୍ ସ୍କିମ୍ ହେଉଛି ଏକ ସରକାରୀ ନିଶ୍ଚିତ ଛୋଟ ଜମା ଯୋଜନା। ଏଥିରେ ଆପଣ ଗୋଟେ ସମୟରେ ଟଙ୍କା ଜମା କରନ୍ତି, ତାପରେ ପ୍ରତି ମାସରେ ଏହାର ସୁଧ ଆୟ ଆପଣଙ୍କୁ ମିଳେ, ଯେପରି ନିୟମିତ ଭାବେ ଆୟ ଭଳି। ଏହି ଯୋଜନାଟି ସେମାନଙ୍କ ପାଇଁ ସବୁଠାରୁ ଭଲ ଯେଉଁମାନେ ରିଟାୟାରମେଣ୍ଟ ହୋଇଛନ୍ତି କିମ୍ବା ଯେଉଁମାନେ ପ୍ରତି ମାସରେ ନିଶ୍ଚିତ ଇନକମ୍ ଚାହୁଁଛନ୍ତି ସୁରକ୍ଷିତ ଭାବରେ। ଯୋଜନା ପ୍ରକାର ପୋଷ୍ଟ ଅଫିସ ଦ୍ୱାରା ଚାଲିଥିବା ଛୋଟ ସେଭିଂ ସ୍କିମ୍। ମ୍ୟାଚୁରିଟି ମାତ୍ର 5 ବର୍ଷ। ସୁଧ ହାର ଅକ୍ଟୋବର 2025 ପର୍ଯ୍ୟନ୍ତ ପ୍ରତିବର୍ଷ 7.4% ଆପଣଙ୍କୁ ମିଳିବ। ଆପଣ ଯେତେ ଟଙ୍କା ରଖୁଛନ୍ତି ଆପଣଙ୍କୁ ପ୍ରତିବର୍ଷ 7.4% ଆପଣଙ୍କୁ ମିଳିବ। ଆସନ୍ତୁ ଆମେ ଜାଣିବା ସଠିକ୍ ତାର କେମିତି କ'ଣ କରିବାକୁ ପଡ଼ିବ। ନୂତନ ଜମା 1000 ଟଙ୍କା, ଅଧିକତମ ଜମା ବ୍ୟକ୍ତିଗତ ଆକାଉଣ୍ଟରେ 2 ଲକ୍ଷ ଟଙ୍କା, ଜଏଣ୍ଟ ଆକାଉଣ୍ଟରେ 2 କିମ୍ବା 3 ଜଣ ହେବା ଦରକାର ଏବଂ 15 ଲକ୍ଷ ଟଙ୍କା ଭିତରେ ଆପଣମାନେ ଜମା କରିପାରିବେ। ପ୍ରତି ମାସ ସୁଧ ପ୍ରାପ୍ତି ପୋଷ୍ଟ ଅଫିସ ସେଭିଂ ଆକାଉଣ୍ଟରେ ସିଧା ଜମା ହୋଇଯାଏ। ଯଦି ଆପଣ 2 ଲକ୍ଷ ଟଙ୍କା ଜମା କରନ୍ତି ତେବେ ଆପଣ ପାଇବେ 7.4% ବାର୍ଷିକ ସୁଧ। ଟୋଟାଲ ହେଲା 66,600 ପ୍ରତିବର୍ଷ। ଆର୍ଥିକ ପ୍ରତି ମାସ 5,550 ଟଙ୍କା ଆପଣ ଖାତାକୁ ଆସିବ। ଯଦି ଜଏଣ୍ଟ ଆକାଉଣ୍ଟରେ 15 ଲକ୍ଷ ଜମା କରନ୍ତି ତେବେ ପ୍ରତି ମାସ ପ୍ରାୟ 9,250 ଟଙ୍କା ଆପଣଙ୍କୁ ମିଳିବ। ଆସନ୍ତୁ ଜାଣିବା ଯୋଗ୍ୟତା ବିଷୟରେ। ଯେକୌଣସି ଯୋଗ୍ୟତା ହେଲେ ଭାରତୀୟ ନାଗରିକ ହେବା ଦରକାର। ଆପଣ ଭାରତର ବାସିନ୍ଦା ହୋଇଥିବା ଦରକାର। ବୟସ 18 ବର୍ଷ ଉର୍ଦ୍ଧ୍ୱ ହୋଇଥିବା ଦରକାର। ଛୋଟ ପିଲାମାନେ ମିନିୟର ପାଇଁ ଗାର୍ଡ଼ିଆନଙ୍କ ମାଧ୍ୟମରେ ଖୋଲିପାରିବେ। ଆପଣଙ୍କ ଡକୁମେଣ୍ଟ କ'ଣ ଦରକାର? ଆଧାର କାର୍ଡ଼ ଦରକାର, ପାନ୍ କାର୍ଡ଼ ଦରକାର, ପାସପୋର୍ଟ ଫଟୋ ଦରକାର ଏବଂ ଠିକଣା ପ୍ରମାଣପତ୍ର ଦରକାର। ନିକଟସ୍ଥ ପୋଷ୍ଟ ଅଫିସକୁ ଯାଆନ୍ତୁ ଏବଂ ଆକାଉଣ୍ଟ ଓପନିଂ ଫର୍ମ ଭରନ୍ତୁ। ଆବଶ୍ୟକ ଡକୁମେଣ୍ଟ ଲଗାନ୍ତୁ। ଜମା ରାଶି କ୍ୟାସ୍ କିମ୍ବା ଚେକ୍ ମାଧ୍ୟମରେ ଦିଅନ୍ତୁ। ଆକାଉଣ୍ଟ ଖୋଲିଗଲେ ପ୍ରତି ମାସ ସୁଧ ଆପଣଙ୍କ ଖାତାକୁ ଆସିଯିବ। ଯଦି ଆପଣ ନିୟମ ମାନୁନାହାନ୍ତି, ପୂର୍ବରୁ ଟଙ୍କା ଉଠାଇ ଦେଉଛନ୍ତି, ତାହେଲେ କ'ଣ ହେବ? ଯଦି ଆପଣ 5 ବର୍ଷ ପୂର୍ବରୁ ଟଙ୍କା ଆବଶ୍ୟକତା ଠାରୁ ଉଠାଇବାକୁ ଚାହୁଁଛନ୍ତି ତାହେଲେ 1 ବର୍ଷ ପରେ ବା 3 ବର୍ଷ ପୂର୍ବରୁ 2% ପେନାଲ୍ଟି କଟିବ। 3 ବର୍ଷ ପରେ 1% ପେନାଲ୍ଟି କଟିବ। ଆପଣ ବୁଝିପାରୁଥିବେ କି ନାହିଁ ମୁଁ ଜାଣିପାରୁନି, ତ ଆପଣଙ୍କୁ ସିଧାସଳଖ ମୁଁ ଆପଣଙ୍କୁ ବୁଝେଇ ଦେଉଛି। 1 ବର୍ଷ ପରେ ଏବଂ 3 ବର୍ଷ ପୂର୍ବରୁ 2% ପେନାଲ୍ଟି ଆପଣଙ୍କୁ କଟିବ ଏବଂ 3 ବର୍ଷ ପରେ ଯଦି ଉଠାଉଛନ୍ତି 1% ପେନାଲ୍ଟି ଆପଣଙ୍କୁ କଟିବ। ନ୍ୟୁ ସ୍କିମ୍ର ଲାଭ କ'ଣ ଆସନ୍ତୁ ଜାଣିବା। 100% ସରକାରୀ ଭାବରେ ସୁରକ୍ଷିତ, ପ୍ରତି ମାସ ନିଶ୍ଚିତ ଆୟ, ସହଜ ଏବଂ ସିମ୍ପଲ ପ୍ରୋସେସ୍। 5 ବର୍ଷ ପରେ ପୁନଃ ରିଇନଭେଷ୍ଟମେଣ୍ଟ କରିପାରିବେ। ଜଏଣ୍ଟ ଆକାଉଣ୍ଟ ମଧ୍ୟ ଖୋଲିପାରିବେ। ଆପଣଙ୍କର ପରିବାରରେ 3 ଜଣ ହେଉ, 4 ଜଣ ହେଉ, 5 ଜଣ ହେଉ ମଧ୍ୟ ଆପଣମାନେ ଖୋଲିପାରିବେ। ଆସନ୍ତୁ ଜାଣିବା ଗୁରୁତ୍ୱପୂର୍ଣ୍ଣ ନିୟମ ବିଷୟରେ। ସୁଧ ସିଧା ଆପଣଙ୍କ ସେଭିଂ ଆକାଉଣ୍ଟକୁ ଯାଏ। ସୁଧ ଆପଣଙ୍କୁ ସିଧା ଆକାଉଣ୍ଟକୁ ଯାଇଥାଏ। TDS କଟା ହୁଏନି, କିନ୍ତୁ ଆପଣଙ୍କ ଆୟ ରିଟର୍ଣ୍ଣରେ ଯୋଡ଼ିବା ଦରକାର। 5 ବର୍ଷ ପରେ ଆପଣଙ୍କ ମୂଳ ଟଙ୍କା ଫେରି ମିଳିଥାଏ। ତ ଆପଣମାନେ ଜାଣିଲେ ତ କେତେ ବଢ଼ିଆ ସ୍କିମ୍। ଆପଣ ନିକଟସ୍ଥ ପୋଷ୍ଟ ଅଫିସ ଯାଇକରି ଯୋଗାଯୋଗ କରନ୍ତୁ। କେମିତି କ'ଣ ହେବ ତା ପ୍ରୋସେସ୍ ସେମାନେ କହିଦେବେ, ତ ସେଇ ହିସାବରେ ଆପଣମାନେ ଆପ୍ଲାଏ କରିପାରିବେ। ତ
तो वीडियो को देखिथिबारु बहुत बहुत धन्यवाद। ता पूर्व वीडियो गोटे लाइक कर दिंतु आ चैनल को सब्सक्राइब करी बेल आइकन को ऑल को क्लिक कर दिंतु जहाँकि फल ये इनफॉर्मेशन वीडियो आपण मान पाखे सहजरे पहुँची पारिबो। वीडियो को अधिक अधिक शेयर करंतु आपणकर फ्रेंड आपणकर सांगसाथी आपणकर फैमिली मेंबर से मध्य शेयर कर दिंतु जहाँकि फल से पाखे वीडियो पहुँची पारिबो। तो रोचे देखा आ गोटे एमतीका नुआ वीडियो रे। जय जगन्नाथ।